ପାର୍ସଲ ଦେଇକିରି ବ୍ଲଗିଂ କରିବା ଏତେ ସହଜ କଥା ନୁହେଁ। ନମସ୍କାର, ଜୟ ମା ଶାରଦା ସାଙ୍ଗମାନେ, କେମିତି ଅଛନ୍ତି ଆପଣ ମାନେ? ଆଶା କରୁଛି ଆପଣମାନେ ଭଲ ଥିବେ। ମୁଁ ପୁରା ବଢିଆ ଅଛି। ତ ଆଜିର ଭିଡିଓଟି ହେଇନଥିଲା, ଏଇଠୁ ମୁଁ ଆରମ୍ଭ କରୁଛି ନାଗଣପୁରରୁ। ବହୁତ ଲୋକ ଆଜ୍ଞା କୁହନ୍ତି କି ଯୋଉମାନେ ପାର୍ସଲ ଦଉଛନ୍ତି ଡେଲିଭରି ବୟ, ସେମାନେ ପ୍ରବଳ ପଇସା କମାନ୍ତି। ଆଜ୍ଞା ପ୍ରବଳ ପଇସା କମେଇଲେ ପ୍ରବଳ ପରିଶ୍ରମ ଖଟଣି ସେମିତି। କାହିଁକି ନା ବିନା କାମରେ ଆପଣଙ୍କୁ କଣ କିଏ ପଇସା ଦବ? ଟଙ୍କାଟେ ଦବନି। ଗୋଟେ କଥା କହୁଛି, ଏବେ ହେଲାଣି ଆସି ପାଖାପାଖି 2ଟା। ଆଉ ଘରଟା ବି ମୋର ଏଇଠି ପାଖାପାଖି, ବେଶୀ ବାଟ ନୁହଁ। କିନ୍ତୁ 2ଟା ବେଳେ ବି ମୁଁ ଏଇ ବିସ୍କୁଟ ଖାଉଛି, ବୁଝିଲେ? ବିସ୍କୁଟ ଆଉ ଗୋଟେ ପାଣି ବୋତଲ ଆଣିଛି। କାହିଁକି ନା ପାର୍ସଲ ଅଛି ତ, ଘରକୁ ଯାଇ ହବନି, ଯାଇକି ଫେରି ହବନି। ଆଉ ଏଠି ବି କହିବେ ଯେ ତମେ ଘର ପାଖରେ କାହିଁ ଯାଇପାରିଲନି। ଗୋଟେ ଜିନିଷ କଣ ନା, ପାର୍ସଲ ଟା ଦବା, ଯେହେତୁ ଥଣ୍ଡା ପଡୁଛି ରାତିରେ, ଏତେ ସନ୍ଧ୍ୟା ପର୍ଯ୍ୟନ୍ତ ଦେଇ ହବନି, ଶୀଘ୍ର ସାରିବା ପାଇଁ ପଡିବ। ଆଉ ଗୋଟେ ଜିନିଷ ଯେ ମାନେ କଷ୍ଟ ସବୁଥିରେ ଆଜ୍ଞା ଅଛି, ଏଠି କଷ୍ଟ ନାହିଁ ବୋଲି କଥା ନାହିଁ। ପ୍ରତ୍ୟେକ ଜିନିଷରେ କଷ୍ଟ ଅଛି, କିନ୍ତୁ କଷ୍ଟଟା ଯିଏ ସହିକିରି କାମ କରିପାରିଲା, ଆଗକୁ ଚାଲି ପାରିଲା, ସିଏ ଯାଇପାରିବ, ନହେଲେ ନାହିଁ। ଆଉ ଏଠି ବହୁତ ଲୋକ କହନ୍ତି ଯେ ତୋ ପାଖରେ ସମୟ ନାହିଁ, ତୁ ସମୟ ଦେଇପାରୁନୁ। ଜିନିଷ ସେଇଟା ନୁହେଁ। ମୋ ପାଖେ ତ ଏବେ ସମୟ ଥିଲେ ମୁଁ ଯାଇ ଘରେ ଖାଇଦେଇ ଆସିଥାନ୍ତି, ଆସିକି ପୁଣି ପାର୍ସଲ ଦେଇଥାନ୍ତି। ମୁଁ ଏଠି କାହିଁକି ଗୋଟେ ବିସ୍କୁଟ 20 ଟଙ୍କା ଦେଇକି କିଣିକିରି ଖାଇଲି, ପୁଣି 2 ଘଣ୍ଟା ପରେ ଘରକୁ ଯିବି? ଏଇଟା ଆଉ ଜିନିଷ ଯେ ସମୟ ପୁରା ମୂଲ୍ୟବାନ। ମାନେ ତାପରେ ଆଉ ଗୋଟେ କଥା କହିବି କି ପାର୍ସଲ ଦେଇକିରି ବ୍ଲଗିଂ କରିବା ଏତେ ସହଜ କଥା ନୁହେଁ। ଯିଏ ଯୋଉ ଭାଇ ମାନେ ଆମର ବ୍ଲଗିଂ କରୁଛନ୍ତି, ଭଉଣୀ ମାନେ ବ୍ଲଗିଂ କରୁଛନ୍ତି, ସେମାନେ ବହୁତ ଭଲ ଭାବେ ଜାଣିଥିବେ କି ବ୍ଲଗିଂ କରିବାଟା ବି କେତେ କଷ୍ଟ, ବୁଝିପାରିଲେ? ଏତିକି କହୁଛି, ଆଉ କିଛି କହିବିନି। ଯାଉଛି ପୁଣି ପାର୍ସଲ ଦବା, ଡେରି ହେଇଗଲାଣି, ଦେବି। ତାପରେ ପୁଣି ଆଉ ଗୋଟେ ଭିଡିଓରେ ଆପଣମାନଙ୍କ ସହିତ ଦେଖାହବ। ରହୁଛି, ନମସ୍କାର, ଜୟ ମା ଶାରଦା।